ଥରେ ଚୁଲି ଆଉ ଗ୍ୟାସ୍ LPG ଗ୍ୟାସ୍ ଆସିକି ଦୁଇ ଜଣ ସାକ୍ଷାତ ହେଲେ। ସେଇଠୁ ଚୁଲି କାନ୍ଦିବାରେ ଲାଗିଲା। ଆରେ କ'ଣ ହେଇଛି? ଗ୍ୟାସ୍ ପଚାରିଲା ତାକୁ। ଆରେ ତୁମେ ଜାଣିନ, ତୁମର ବାହୁ ଏଇନା ବର୍ତ୍ତମାନ ବଢ଼ିଯାଇଛି। ତୁମେ ଏଇନାକେ ବହୁତ ମୂଲ୍ୟବାନ, ତୁମ ପାଇଁ ବଡ଼ ଲମ୍ବା ଲାଇନ୍ ଲାଗିଛି। ଏଇନା ବର୍ତ୍ତମାନ LPG ବୋଲି ସମସ୍ତେ ବିଜି ହେଉଛନ୍ତି। ସେଇଠୁ LPG କହିଲା, ଆରେ ମୋ ପାଇଁ ବିଜି ହେଲେ କ'ଣ ହେବ? ମୁଁ ପାଇବା ଏତେ ନୁହେଁ ହେଇଛି। ତମର ଭାଗ୍ୟ ଫଟା। ତମେ ଦେଖ, ତୁମକୁ କେହି ବି ପଚାରୁନାହାନ୍ତି। ଚୁଲି କହିଲା, ଭାଇ ଏଇନା ସିନା ମୋତେ ପଚାରୁନାହାନ୍ତି, କିନ୍ତୁ ଦରକାର ପଡ଼ିଲେ ନିଶ୍ଚିନ୍ତ ପଚାରିବେ। ତମକୁ ଦିନେ ଦିନେ ଭୁଲିଯିବେ, କାରଣ ତୁମେ ହେଉଛ ଗୋଟିଏ ଗ୍ୟାସ୍, ଦିନେ ନା ଦିନେ ସରିଯିବ। କିନ୍ତୁ ମୁଁ ହେଉଛି ଚୁଲି। ଜାଳ ଯେଉଁ ପର୍ଯ୍ୟନ୍ତ ଥିବ ମୁଁ ସେଇ ପର୍ଯ୍ୟନ୍ତ ରହିଥିବି। ଲୋକମାନେ ମୋତେ ଆଦର କରୁଥିବେ, ମୋତେ ସମ୍ମାନ କରୁଥିବେ ଏବଂ ମୁଁ ତୁମ ଭଳି କେବେ ସରିବିନି। ତେଣୁ ମୁଁ ହେଉଛି ସମସ୍ତଙ୍କ ପାଇଁ ଉପଯୁକ୍ତ ରୋଷେଇ କରିବାର ମାଧ୍ୟମ। ତମେ ଆଜି ବାହୁ ବଢ଼େଇଛ, କାଲି ଦେଖ ତୁମର କ'ଣ ହେଉଛି। ଭବିଷ୍ୟତରେ ତୁମେ ସରିଯିବ। ଆଜି ବାହୁ ବଢ଼େଇବେ ଲାଭ କ'ଣ? ଯଦି ମୁଁ ନାହିଁ ତାହେଲେ ଲୋକମାନେ କେତେ ଅଭାବ ଅସୁବିଧା ଭୋଗ କରିବେ ଜାଣିଛ? ଲୋକ ଯଦି ମୃତ୍ୟୁବରଣ କରେ, ତା ପାଇଁ ବି ଯଦି ରୋଷେଇ କାର୍ଯ୍ୟ କରିକି ପ୍ରେତକୁ ଦିଆଯାଏ ସେଇ ଚୁଲିରେ, ତମେ ସେତେବେଳେ କେଉଁଠି ଥାଅ? ଯେତେବେଳେ ଶିଶୁ ଜନ୍ମ ହୁଏ ତାକୁ ଯେଉଁଥିରେ ସେକାଯାଏ, ସେ ଏନ୍ତୁଡ଼ି ଶାଳରେ ନିଆଁ ଦ୍ୱାରା ସେକାଯାଏ। ତମେ ସେତେବେଳେ କେଉଁଠି ଥାଅ? LPG କହିଲା, ହଉ ଭାଇ, ମୋର ଭୁଲ ହେଇଯାଇଛି। ଯାହା ହେଲା ହେଲା। ଏବେ ଦୁଇ ଜଣ ମିଳିମିଶି ଚଳିବା ଏବଂ ସମସ୍ତଙ୍କ ମହତ୍ତ୍ୱ ସମସ୍ତେ ଜାଣିବେ। ଜୟ ଜଗନ୍ନାଥ। ମୋର ଏହି ଦେବୀ ପ୍ରସାଦ ଟିଚିଂ ଡାଏରୀ ଚ୍ୟାନେଲକୁ ସେୟାର, ସବସ୍କ୍ରାଇବ୍, ଲାଇକ୍ ଏବଂ କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ।